समस्त श्रोता बंधु मानक मोर अभिनम्र नमस्कार। गत थर आमे आलोचना करुथिले भक्तचरण दासଙ୍କ विरचित मथुरा मंगल काव्यर एक अंश विशेष जहिर विषय वस्तु थिला अक्रूरଙ୍କ आगमन गोपपुरकु एवं श्रीकृष्ण बलरामଙ୍କୁ नेई जिबा पाई मथुरापुरकु। एही कथा सुनिला परे भावांतर जात होइथिला गोपीमानଙ୍କ मनरे एवं मर्माहत होइथिले सेमाने मर्मन्तुद जंत्रणार जर्जरित होइथिले। जशोदा अत्यंत दुखरे भांगी पड़िथिले एवं तांकर विलाप उपस्थापित करिथिले भक्तचरण, जहा आमे गत थर आलोचना करिथिले। आजी सेही मथुरा मंगल काव्यर एहा परर दृश्य को उपस्थापना करिबा। अक्रूर रथरे बसी यात्रा कले राम और कृष्ण पहुँचिले मथुरा नगरी रे एवं सेठारे गोटिए दिन रहिबा परे से धनुष्छव देखिबाकू गले राजपुरकू कंसर। सेई रहिला दिन गोपबालक माने पाखरे अछंती, लागुची सते जेमती चंद्र पाखरे तारा माने बेढ़ी रहिछंती। कहुछंती, बनमाली हे गोपबालक माने आमे चाल टिके मथुरा नगरी बुली आसिबा, देखिबा तार शोभा विभव, देखिबा तार अनुपम अपूर्व दृश्य। हसी बनमाली बोलंती मथुरा कटक बुलीण देखिबा, चाल सकले एक मेली होइण बहन जाइण आसिबा, गोविंद बचने सज हेले सुते, जोड़ी जोड़ी होई कर छंदा छंदी, देखी हसंती गोपीनाथे। मथुरार राजदांडरे चालिछंती श्रीकृष्ण, लागुची सतेअबा मथुरार आकाशरे शोभा पाउछंती पूर्णिमार चांद। लागुची समस्त अपूर्णता मथुरा नगरीर परिपूर्णता लाभ करिछि कि। दिग दिगंतरे से वार्ता सहसा प्रचारित होई जाइछि। आउ श्रीकृष्ण को दर्शन करिबा पाई मथुरा नगरर अधिवासी माने अत्यंत उत्कंठित होइछंती। उद्वेलित चित्तरे सेमाने धाई आसुछंती से नंदनंदन श्रीकृष्ण को दर्शन करिबा पाई। विशेषतः मथुरा नारी माने इति भाव विह्वलित जे ताहाकू वर्णना करिबा अत्यंत कष्टकर। मात्र भक्तचरण अति सरल भाषारे सेही वर्णनार चमत्कारिता प्रदर्शन करिछंती। कहउछंती, के बसीर से नायक पासे करई परिहास, छाड़िला लाज धाइला बेग ब्रज बल्लभ पास,
କେ ଜଳ ଅନ୍ନ କରନ୍ତେ ପାନ ନ ଭୁଞ୍ଜି ପଳାଇଲା। କୃଷ୍ଣ ଦର୍ଶନ ଆସେ ଲାଳସେ ମନକୁ ବଳାଇଲା। କେ ବଣ ସାତ କୁମ୍ଭ ବରନା ଜଳକୁ ଯାଉଥିଲା। କୁମ୍ଭ ପକାଇ ନନ୍ଦ ନନ୍ଦନ ଦର୍ଶନେ ଧାଇଁ ଗଲା। କିଏ ବେଶ ହେଉଥିଲା, ଅଧା ବେଶରେ ସେ ଧାଇଁଗଲା ଦେଖିବାକୁ ଶ୍ରୀକୃଷ୍ଣଙ୍କୁ। କିଏ ଛାନ୍ଦ ଗୀତ ଗାଉଥିଲା, କିଏ ବୀଣା ବାଦନ କରୁଥିଲା। ଏ ସବୁ କିଛିକୁ ଛାଡ଼ି ସେଇ ନାରୀମାନେ ମଥୁରାର ଉତ୍କଣ୍ଠିତ ହୋଇ ଧାଇଁଲେ ସେଇ ଶ୍ରୀକୃଷ୍ଣଙ୍କର ରୂପ ଦର୍ଶନ କରିବାକୁ। ସେଇ ଲଳିତ ଲାବଣ୍ୟ ଶୋଭାଶ୍ରୀକୁ ଆଖି ପୂରେଇ ଦେଖି ନେବାକୁ। କିଏ ସେ ନାରୀ କାନର ଅଳଙ୍କାରକୁ ଆଣି ନାକରେ ପିନ୍ଧିଲା। କିଏ କଟିର କିଙ୍କିଣିକି ପାଦରେ ଖଞ୍ଜିଲା। ଆଉ କିଏ ପାଦର ଭୂଷଣକୁ ହାତରେ ପିନ୍ଧିଲା। କେହି ନଥିଲେ ଆଉ ସଜାଗରେ। ସମସ୍ତେ ଆତ୍ମବିହ୍ୱଳିତ ଗୋବିନ୍ଦଙ୍କ ଦର୍ଶନ ନିମନ୍ତେ। କବିଙ୍କ କଥାରେ ଚରଣ ଆଭରଣ ସକଳ କରେ ଖଞ୍ଜିଲା ନେଇ। କର କଟକ ପାଦେ ଝଟକ ମାତ୍ରେ ଘେନିଲା କେହି। କେ ବଣ ନାରୀ ସୁଝି ନ ଶାଢ଼ୀ ଭୂଷଣ ହେଉଥିଲା। ଅଧେ ଧରିଛି ଅଧେ ପିନ୍ଧିଛି ଉତ୍ସୁକେ ପଳାଇଲା। କେଉଁ ବାରିଦ କେଶୀ ବାରିଦ ବରନ ଦେଖି ଡୋଳେ। କମ୍ପିଲା ଅଙ୍ଗ ଗୃହ ପ୍ରସଙ୍ଗ ଛାଡ଼ି ରହିଲା ଭୋଳେ। ଏପରି ବର୍ଣ୍ଣନାରେ ସିଦ୍ଧହସ୍ତ କବି ଭକ୍ତଚରଣ ଗୋଟିଏ କଥା କହିଛନ୍ତି ଯେ ଲାଗୁଛି ସତେଅବା ଯେମିତି ତୃଷାର୍ତ୍ତ ଧାଇଁ ଯାଉଛି ଜଳର ସମୀପକୁ, ସତେ ଯେମିତି ବଢ଼ନ୍ତା ନଦୀ ଧାଇଁ ଯାଉଛି ସାଗର କୂଳକୁ। କହନ୍ତି କବି, ଏହି ପ୍ରକାରେ ମଥୁରାପୁର ନାୟିକା ଗଲେ ଧାଇଁ। ତୃଷା ଆରତେ ଯେ ସନେ ଯିବ ଜଳ ସମୀପେ ଯାଇ। ଦେଖି ଅନଳ ତୃପତ କୂଳ ପଡ଼ନ୍ତି ଯେଉଁ ମତେ। ହୋଇ ଉଚ୍ଛନ୍ନ ସକଳ ଜନ ଧାଇଁଲେ ସେହି ମତେ। ଏହି ପ୍ରକାର ପରିବେଶ, ଏହି ପ୍ରକାର ବାତାବରଣର ଅତ୍ୟନ୍ତ ମନୋମୁଗ୍ଧକର ବର୍ଣ୍ଣନା କବି କରିଛନ୍ତି ସରଳ ସହଜ ସାବଲୀଳ ଭାଷାରେ। ଚାଲିଛନ୍ତି ଶ୍ରୀକୃଷ୍ଣ ମଥୁରାର ରାଜଦାଣ୍ଡରେ। ପରିବେଶ ସୁରଭିତ, ସୁସଜ୍ଜିତ, ମଧୁସିକ୍ତ।
କବିଙ୍କ କଥାରେ ଶ୍ରୀକୃଷ୍ଣ ବିଜୟ ଅବନି ଶୋଭା, ଦେଖି ମନ ନେତ୍ର ହୁଅଇ ଲୋଭା। ସେତିକି ବେଳେ ଶ୍ରୀକୃଷ୍ଣ ଦେଖିଲେ କଂସ ରାଜାର ରଜକ ଆସୁଛି, କାନ୍ଧରେ ଅନେକ ବସ୍ତ୍ର, ଉଜ୍ଜ୍ୱଳ ବସ୍ତ୍ର। ଆଉ ସେ ରଜକକୁ କହୁଛନ୍ତି ଶ୍ରୀକୃଷ୍ଣ ଯେ ମୋତେ ଉଜ୍ଜ୍ୱଳ ବସନ ଦିଅ, ମୁଁ ପରିଧାନ କରିବି। ମୁଁ ରାଜାଙ୍କ ଭଣଜା, ମୁଁ ଆସିଛି ଧନୁଯାତ୍ରା ଦେଖି, ତେଣୁ ମୋର ସୁସଜ୍ଜିତ ହେବା ଏକାନ୍ତ ଆବଶ୍ୟକ ଏ ଉଜ୍ଜ୍ୱଳ ବସ୍ତ୍ରରେ। କିନ୍ତୁ ଏ କଥାକୁ କାନ ଦେଇନାହିଁ ରଜକ, ବରଂ ପରିହାସ କରିଛି। କହିଛି ଯେ ତୁମେ ଯୋଗ୍ୟ ନୁହେଁ ରଜାଙ୍କର ଏ ବସ୍ତ୍ରକୁ ପରିଧାନ କରିବା ପାଇଁ। କବିଙ୍କ କଥାରେ ତୁମ କରମରେ ମନ୍ତେ ଅଛି, ଜାତିରେ ବିହି ଗଉଡ଼ କରିଛି, ଖାଇବ କାହିଁଟି ସୁବର୍ଣ୍ଣ ପାତ୍ରେ, ଖାଇଲେ ଖାଅ ତୁମ୍ଭେ ଶାଳ ପତ୍ରେ। କହିଲେ ତୁମର ସେ ଯୋଗ୍ୟତା ନାହିଁ ଏଇ ରାଜାଙ୍କର ଏ ଅମୂଲ୍ୟ ଉଜ୍ଜ୍ୱଳ ବସ୍ତ୍ରରେ ବିମଣ୍ଡିତ ହେବା ପାଇଁ। ତମେ କ'ଣ ୟାକୁ ଗୋପପୁର ଭାବିଛ କି? ତମ ଦୁଷ୍ଟ ସ୍ୱଭାବକୁ ଏଇଠି ତମେ ପ୍ରକାଶ କରିବାକୁ ଚାହୁଁଛ କି? ଶୁଣିଲେ କଂସ ମାରିବେ ସକଳ, ରାଜ୍ୟରେ ବି ଅର୍ଥେ କରୁଛ ଗୋଳ, ଏହା କି ଗୋପପୁର ମଣିଛ, ଦୁଷ୍ଟ ସ୍ୱଭାବ ଛାଡ଼ି ନ ପାରୁଛ, ଲାଜ ନ ମାଡ଼ଇ ମୁଖେ ତୁମ୍ଭର, ଓଗାଳୁଛ ନେବ ନୃପତି ଚିର। କହିଲେ ମୋତେ ବାଟ ଛାଡ଼ିଦିଅ, ମୁଁ ରଜା ଘରକୁ ବସ୍ତ୍ର ନେଇ ଯାଉଛି, ବାଟରେ ଗୋଳ କର ନାହିଁ। ଏହି କଥା ଶୁଣି ଗୋବିନ୍ଦ କୋପରେ ଜର୍ଜରିତ ହେଲେ ଏବଂ ତାକୁ ଉପଯୁକ୍ତ ଶାସ୍ତି ଦେଲେ, ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ। ଶୁଣି ଗୋବିନ୍ଦ କୋପେ ଥରହର, ଓଷ୍ଠ କାମୁଡ଼ି ଧାଇଁଲେ ପ୍ରଖର, ବାମ ଭୁଜ ଦଣ୍ଡେ ଚାପୋଡ଼େ ମାରି, ଛିଡ଼ିଗଲା ମୁଣ୍ଡ ରଜକ ମରି। ଏହାପରେ ଶ୍ରୀକୃଷ୍ଣଙ୍କର ଦୃଷ୍ଟିରେ ପଡ଼ିଛି କଂସର ବେଶକାରୀ, ଯିଏ ବହୁ ପ୍ରକାର ସୁଚାରୁ ଝିନ ବସନ ନେଇ ଯାଉଛି କଂସକୁ ବେଶ କରିବା ପାଇଁ। ତାହାଙ୍କୁ ଶ୍ରୀକୃଷ୍ଣ କହିଛନ୍ତି ଯେ ସେହି ବସନ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ସଜେଇ ଦେବା ପାଇଁ। ସେ ସେଥିରେ ରାଜି ହୋଇଛି। ସେ ବେଶକାରୀ ଏବଂ ପୀତ ବସନ ଝିନ ବସନରେ ସଜେଇ ଦେଇଛି ଶ୍ରୀକୃଷ୍ଣଙ୍କୁ। ରାମ ଆଉ କୃଷ୍ଣ ଉଭୟଙ୍କୁ ସଜେଇ ଦେଇଛି ସେ ବେଶକାରୀ ସୁନ୍ଦର ବେଶରେ। ଏହାପରେ ଦୃଷ୍ଟିପଥାରୂଢ଼ ହୋଇଛି ସୁଦାମା, ଯିଏ ମାଳି। ତାକୁ ଶ୍ରୀକୃଷ୍ଣ ଦେଖି ଆନନ୍ଦିତ ହୋଇଛନ୍ତି। ସେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦେଖି ଅତ୍ୟନ୍ତ ଆହ୍ଲାଦିତ ହୋଇଯାଇଛି, ଆତ୍ମହରା ହୋଇଯାଇଛି। ପ୍ରଭୁଙ୍କର ପାଦ ଧୋଇ ଦେଇଛି। ପାଦ ଧୁଆ ଜଳକୁ ଆନନ୍ଦରେ ଗ୍ରହଣ କରିଛି ଏବଂ ଚାହିଁଛି ଶ୍ରୀକୃଷ୍ଣଙ୍କ ମୁହଁକୁ।
ଭାବବିହ୍ୱଳ ହୋଇ କଣ୍ଠ ବାଷ୍ପରୁଦ୍ଧ ଅନ୍ତରରେ ଭରି ଯାଇଛି ଭକ୍ତିର ପ୍ଲାବନ। ପ୍ରୀତି ପ୍ରବଣତାର ମାଦକତାରେ ସ୍ନାୟୁ ଶିରା ଶିହରିତ। ସେ କିଛି ବି କହିପାରୁନାହିଁ। ବାକ୍ୟ କଣ୍ଠରେ ନାହିଁ। ଏକଥା ଦେଖି ଶ୍ରୀକୃଷ୍ଣ କହିଲେ ତାଙ୍କୁ ବିଭିନ୍ନ ଫୁଲରେ ସଜେଇ ଦେବା ପାଇଁ। ଆଉ ସୁଦାମା ମାଳି ସହସା ନିଜ ଘରକୁ ଯାଇ ସଜ ଫୁଲରେ ତାଟ ଭରି ଆସିଲା। ସେଇ ସୁବାସିତ ସୁରଙ୍ଗଯୁକ୍ତ ଫୁଲରେ ସଜେଇ ଦେଲା ଶ୍ରୀକୃଷ୍ଣଙ୍କୁ, ବଳରାମଙ୍କୁ ମଧ୍ୟ। କବିଙ୍କ କଥାରେ କୃଷ୍ଣଙ୍କୁ ବେଶ କରି ସୁଦାମା ମାଳି ଚୂଳେ ଖଞ୍ଜିଲା ନେଇ କେତକୀ କଳି ଯେ ଆସେ କି କେଶରାହୁ ରସନା ଚାଳି ମୁଖ ଚନ୍ଦ୍ରକୁ ଅବା ଦେବ ସେ ଗିଳି ଯେ ବେଢ଼ାଇ ଦେଲା ନବ ବକୁଳ ଦାମ ଶୋଭାକୁ ଶକ୍ର ଚାପ ନୋହିବ ସମ ଯେ ଭୁଜଙ୍ଗ ଭୁକ ପୁଛ ତଥି ଉପରେ କୋଟି ଚନ୍ଦ୍ରିକା ସମ ନୋହିବ ତାରେ ଯେ ରଙ୍ଗ କୁସୁମ ବେଣୀ ପଛକୁ ପଡ଼ି ଯମୁନା ଜଳେ ରକ୍ତ କୁମୁଦ ଧାଡ଼ି ଯେ ସେହି ପ୍ରକାରେ ଦିଶୁ ଅଛି ଶୋଭନ ପୁଣି ଗଳାରେ ମାଳା ଜାତି କୁସୁମ ଯେ ରାମଙ୍କୁ ସେହି ରୂପେ ବହନ ସାଜି ଧନ୍ୟ ସେ ମାଳାକାର ଖଞ୍ଜିଲା ହେଜି ଯେ। ଏହାପରେ ପ୍ରଫୁଲ୍ଲିତ ଚିତ୍ତରେ ରାମ ବଳରାମ ଚାଲିଛନ୍ତି ମଥୁରାର ରାଜଦାଣ୍ଡରେ। ଆଗରେ ଦେଖାହେଲା କୁବୁଜା ସହିତ, ଯିଏ ତିନି ବାଙ୍କ ଶରୀରରେ ପ୍ରପଞ୍ଚ ଦିଶୁଥିଲା। ଆଉ ସେ କଂସର ଅଙ୍ଗ ଲାଗି ଚନ୍ଦନ ସେବାକାରିଣୀ। ହାତରେ ଧରିଥିଲା ଚନ୍ଦନର ପେଡ଼ି କଂସର ଅଙ୍ଗକୁ ଚନ୍ଦନ ଚର୍ଚ୍ଚିତ କରିବ ବୋଲି। ତାର ସେଇ କୁଜକୁ ଦେଖି, ତିନି ବାଙ୍କର ଶରୀରକୁ ଦେଖି ଗୋପ ବାଳକମାନେ ଯେଉଁମାନେ କି ଶ୍ରୀକୃଷ୍ଣଙ୍କ ସହିତରେ ଥିଲେ, ସେମାନେ ହସିଦେଲେ। କିନ୍ତୁ ଶ୍ରୀକୃଷ୍ଣ ଜାଣନ୍ତି ସେ କିଏ,
କୁବୁଜା କିଏ, କାହିଁକି ତା'ର ଆବିର୍ଭାବ, ସେହି ପରିବେଶରେ ଲୀଳାମୟ, ସମସ୍ତ ଲୀଳାର ସୂତ୍ରଧର। କହିଲେ ନା, କୃଷ୍ଣ ବୋଲନ୍ତି ଆଗୋ ଶୁଣ କୁବୁଜା, କିସ ନେଉଛ ଦେଖା, ଦେଖୁ ଅନୁଜାଗୋ। ଆମ୍ଭର ଯୋଗ୍ୟ ହେଲେ ଆମ୍ଭେ ରଖିବୁ, ନୋହିଲେ ନେଇ କଂସ ରାଜାକୁ ଦେବୁ ଗୋ। ଏକଥା ଶୁଣି କୁବୁଜା ସ୍ଥିର ହୋଇଗଲା ଏବଂ କହିଲା, କଂସର ଗନ୍ଧକାରୀ ଅଟଇ ମୋହି, ନୀତି ନୀତି ତାହାକୁ ଖଟାଏ ନେଇ ଯେ। ତୁମ୍ଭେ ମାଗିଲ ମତେ ଛାର ଚନ୍ଦନ, ଦୁଇ ଭାଇଙ୍କି କରି ଦେବୀ ଭୂଷଣ ଯେ। ମୋହର କଥା ଏକ ଅଛି ମାଗୁଣି, ଦେବଟି ମୋତେ ନିଶ୍ଚେ ମୁରଲି ପାଣି ଯେ। କହିଲା କୁବୁଜା, ମୁଁ ତମ କଥାରେ ରାଜି, ଚନ୍ଦନରେ ଚର୍ଚ୍ଚା କରିବି ତୁମର ଅଙ୍ଗକୁ, କିନ୍ତୁ ମୋ ମାଗୁଣି ତୁମେ ପୂର୍ଣ୍ଣ କରିବ ନା। ଏତିକି କହି ସେଇ ଚନ୍ଦନ ପେଡ଼ି ଖୋଲି ସେ ଭିନ୍ନ ଭିନ୍ନ ଚିତାରେ ଚିତ୍ରିତ କରିଦେଲା ରାମକୃଷ୍ଣଙ୍କୁ। ଲାଗିଲା ଯେପରି ଚନ୍ଦ୍ରକୁ ବେଢ଼ିଗଲେ ତାରାବଳୀ ଦିଶନ୍ତି, ସେମିତି ରାମ ଆଉ କୃଷ୍ଣଙ୍କର ଶରୀର ଚନ୍ଦନରେ ଚିତ୍ରିତ ହୋଇ ଦିଶିଲା। ଭକ୍ତଚରଣଙ୍କ କଥାରେ, ଲଲାଟ ପଟେ ଲେଖେ ଅପୂର୍ବ ଚିତା, ଦେଖି ବୁଡ଼ିବ ଉର୍ଦ୍ଧ୍ୱ ରେ ତାଙ୍କ ଚେତା ଯେ। ଏହିପରି ସୁନ୍ଦର ଭାବରେ ବେଶ କରିଦେଲା କୁବୁଜା, ଆଉ କୁବୁଜାକୁ ଲୀଳାମୟ ଶ୍ରୀକୃଷ୍ଣ ସ୍ୱହସ୍ତରେ ଶ୍ରୀହସ୍ତରେ ସ୍ପର୍ଶ କରିଦେଲେ। ସ୍ପର୍ଶ କରିଦାର ଫଳସ୍ୱରୂପ କୁବୁଜାର ସବୁ କୁଜ ସଳଖ ହୋଇଗଲା, ଆଉ ସେ ସୁନ୍ଦରୀ ନାୟିକାରେ ରୂପାନ୍ତରିତ ହେଲା। ଲାବଣ୍ୟ ଲହରୀ ଭରିଗଲା ତାର ଅଙ୍ଗ ପ୍ରତ୍ୟଙ୍ଗରେ, ଆଉ ସେ ହେଲା ସତେ ଯେମିତି ସ୍ୱର୍ଗର ଅପ୍ସରାର ଲଳିତ ମାଦକତାରେ ବିଭୂଷିତ ଏକ ରମଣୀ। କର ଲାଗନ୍ତେ ତନୁ ହେଲା ସୁନ୍ଦର, ନୟନ ଇନ୍ଦିବର ମୁଖ ଚନ୍ଦର ଯେ। ପ୍ରଭୁଙ୍କର କର ଲାଗିଲାରୁ ସେ ତନ୍ମୀ ହୋଇଗଲା, ସୁନ୍ଦରୀ ହୋଇଗଲା, ମଧୁମତୀ ହୋଇଗଲା, ସତେ ଝଲସି ଉଠିଲା ସମସ୍ତ ପ୍ରକାର ଶୋଭା ବିଭବ ତାର ଅଙ୍ଗଲତାରେ।
ଅଶୋକ କଢ଼ି ପରି ଦିଶିଲା ଆଙ୍ଗୁଳି, ମଧ୍ୟମା କଟିର ଚମତ୍କାରିତା ଭାଷାକୁ ଅକୁଳାନ ହେଲା। ଅପୂର୍ବ ଶୋଭାମୟୀ ସେଇ ସୁନ୍ଦରୀ ନାୟିକା କୁବୁଜା ଯେଉଁ ମାଗୁଣି ମାଗିଲା, ସେ ମାଗୁଣି ହେଉଛି ଶ୍ରୀକୃଷ୍ଣଙ୍କର ଅଙ୍ଗ ସଙ୍ଗ ଲାଭର ମାଗୁଣି। ରୂପବତୀ କଲା ପରେ ସେ ମାଗୁଣି ପ୍ରଭୁ ପୂର୍ଣ୍ଣ କରିବେ ବୋଲି ଗଭୀର ଆଶା ଆଉ ବିଶ୍ୱାସ ରଖି ସେ ନମ୍ରନତ ହୋଇଗଲା। ଭକ୍ତଚରଣଙ୍କ କଥାରେ, ତୁ ସିନା ରୂପବତୀ କରିଛୁ ମତେ, ଏଣୁ ଯୋଗାଏ ହରି କହିଛି ତୋତେ ଯେ, କହି ନ ଛାଡ଼ି କର ଧରି ଶ୍ରୀ ହରି, ଦେଖି ସଂକୋଚ କଲେ କୁଞ୍ଜ ବିହାରୀ ଯେ, ବୋଲନ୍ତି ସଙ୍ଗେ ମୋର ଅଛନ୍ତି ହଳି, ଲଜ୍ଜା ନାହିଁ କି ତୋତେ ମଥୁରା ବାଳି ଯେ। ଏପରି କଥା କହୁଛୁ କୁବୁଜା କିପରି? ସାଙ୍ଗରେ ଅଛନ୍ତି ପରା ବଳରାମ, ଦେଢ଼ୁଶୁର ଅଛନ୍ତି। ଯଦି ଏଇ ଭାବରେ ନିଆଯାଏ ତାହେଲେ କଥାଟା ଅସୁନ୍ଦର ନୁହେଁ କି? ବରଂ ଯେଉଁ କାମରେ ମୁଁ ଆସିଛି ସେ କାମ ଆଗ ସମାପ୍ତ କରିବି। ସେ କାମ ହେଉଛି କଂସ ଦର୍ପହରଣ। ତାପରେ ମୁଁ ତୋର ପୁରକୁ ବିଜୟ କରିବି, ଏଇ ଭରସା ରଖ ଏବଂ ତୁ ତୋର ପୁରମଣ୍ଡନ କରିବାକୁ ଯା। ଏଇ କଥା କହିଲେ ଶ୍ରୀକୃଷ୍ଣ। ଆଉ ତାକୁ ଶୁଣି କୁବୁଜା ମନରେ ଆନନ୍ଦର ଲହରୀ ଖେଳିଗଲା। ସତେ ଗୋଟିଏ ଯୁଗର ପ୍ରତୀକ୍ଷା ଶେଷ ହେଲା। ସୁଖର ଆଶା ଆଜି ପଲ୍ଲବିତ ହେଲା, ଆଜି କୁସୁମିତ ହେଲା, ଆଜି ସୁରଭିତ ହେଲା। ନିଜ ପୁରକୁ ଯାଇ ନିଜକୁ ସଜେଇଲା କୁବୁଜା, ରୂପମୟୀ କୁବୁଜା, ଏବଂ ତା ପୁରକୁ ମଧ୍ୟ ବିଭିନ୍ନ ସାଜସଜ୍ଜାରେ ବିମଣ୍ଡିତ କରିଦେଲା। ସାଜିଲା ନାନା କୌତୁକେ ମନ୍ଦିର, ଯେସନେ ଦିଶେ ବାଚସ୍ପତି ସୁନ୍ଦର ଯେ। ନିଜକୁ ବଡ଼ ସୁନ୍ଦର ବେଶରେ ସଜେଇ ଦେଲା। ବାନ୍ଧିଲା କନ୍ଧ ଦେଶେ ଲଗାଇ ଯୁଡ଼ା, ମଲ୍ଲିକଳିକା ସଙ୍ଗେ ଜାତି ପାଖୁଡ଼ା ଯେ। ନାସାବସଣି କର୍ଣ୍ଣେ ହେମତାଟଙ୍କ, କଣ୍ଠେ ମୁକୁତା ମାଳ করে ঝমক যে। বেনি ভুজরে সোহে সুবর্ণ চূড়ি, অঙ্গুলি মানঙ্করে মুদ্রিকা ধাড়ি যে। সেজে যাই বসি রহিলা বামা,
बोले आसिबेनि कि विचित्र कर्मा जे विचित्र कर्मा आसिबे आउ ता पुर आलोकरे उद्भासित हब आउ विचित्र कर्मांकर अंग स्पर्श लाभ करिब रूपमयी कुबुजा परमात्मांकर स्पर्शरे आह्लादित हब पूर्ण हब आत्मा कुबुजार। चमत्कार वर्णना वैष्णवीय भावधारार अपूर्व अनुपम दिव्य प्लावन। भक्तचरण दास बैरागी किंतु वैष्णवीय भावरे भावित राधा भावरे अनुभावित गोपी भावरे संपूर्ण भावरे निमज्जित एक दिव्य सत्ता। से एकाधार रे कवि पुनि भक्त। से सुंदर सुललित सहज सरल भाषारे गोपी भाव को दिव्य भाव को गौड़ीय वैष्णवीय भाव को प्रकाश करिछंती मथुरा मंगल काव्यरे। तांकर स्पर्शकातर कविचित्त परिप्रकाशित होइछि ललित वर्णना विभवरे विशेषतः नायिका मानंकर मथुरा नारी मानंकर उत्कंठारे। सेही कविपणर जय हेउ। सेही कवि प्राणर गभीरता मादकता ओ मधुरता निकटरे शतकोटी प्रणाम। समस्तंकु मोर विनम्र नमस्कार। विनम्र नमस्कार।